ପିଲାମାନେ ଆଜି ଆମେ ଷଷ୍ଠ ଶ୍ରେଣୀ ଭୂଗୋଳ ବହିର ସପ୍ତମ ଅଧ୍ୟାୟ ଭାରତ ଜଳବାୟୁ ପ୍ରାକୃତିକ ଉଦ୍ଭିଦ ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ ବିଷୟର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। 1 ନମ୍ବର ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଲେଖ। କ କେଉଁ ବାୟୁ ଦ୍ୱାରା ଭାରତରେ ବୃଷ୍ଟିପାତ ହୋଇଥାଏ? ଏହା କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? ଉତ୍ତର ମୌସୁମୀ ବାୟୁ ଦ୍ୱାରା ଭାରତର ବୃଷ୍ଟିପାତ ହୋଇଥାଏ। ମୌସୁମୀ ବୃଷ୍ଟିପାତ ଉପରେ ଭାରତର କୃଷି ଅର୍ଥନୀତି ବିଶେଷ ଭାବରେ ନିର୍ଭର କରୁଥିବାରୁ ଏହା ଏତେ ଗୁରୁତ୍ୱପୂର୍ଣ୍ଣ। ଖ ନମ୍ବର ଭାରତରେ ଅନୁଭୂତ ଋତୁଗୁଡ଼ିକର ନାମ ଲେଖ। ଉତ୍ତର ଭାରତର ଅନୁଭୂତ 4ଟି ମୁଖ୍ୟ ଋତୁ ହେଲା ଗ୍ରୀଷ୍ମ ଋତୁ, ବର୍ଷା ଋତୁ, ଶରତ ଋତୁ, ଶୀତ ଋତୁ। ଗ ନମ୍ବର ପ୍ରାକୃତିକ ଉଦ୍ଭିଦ କାହାକୁ ବୁଝାଏ? ଉତ୍ତର ମଣିଷର ବିନା ସାହାଯ୍ୟରେ ଆପେ ଆପେ ବଢ଼ୁଥିବା ଘାସ, ବୁଦା ଓ ଗଛଲତାକୁ ପ୍ରାକୃତିକ ଉଦ୍ଭିଦ କୁହାଯାଏ। ଘ ନମ୍ବର ଭାରତରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ପ୍ରାକୃତିକ ଉଦ୍ଭିଦର ନାମ ଲେଖ। ଉତ୍ତର ଭାରତରେ ଦେଖାଯାଉଥିବା ପ୍ରାକୃତିକ ଉଦ୍ଭିଦଗୁଡ଼ିକୁ 5 ଭାଗରେ ବିଭକ୍ତ କରାଯାଏ। କ୍ରାନ୍ତୀୟ ଚିରହରିତ ଅରଣ୍ୟ, କ୍ରାନ୍ତୀୟ ପର୍ଣ୍ଣମୋଚୀ ଅରଣ୍ୟ ବା ମୌସୁମୀ ଅରଣ୍ୟ, କଣ୍ଟା ବୁଦା ଜଙ୍ଗଲ, ପାର୍ବତ୍ୟ ଅରଣ୍ୟ, ହେନ୍ତାଳ ବଣ ବା ଜୁଆରିଆ ଅରଣ୍ୟ। ୱ ନମ୍ବର ଚିରହରିତ ଅରଣ୍ୟ ଓ ପର୍ଣ୍ଣମୋଚୀ ଅରଣ୍ୟ ମଧ୍ୟରେ କି ପାର୍ଥକ୍ୟ ରହିଛି? ଉତ୍ତର ଚିରହରିତ ଅରଣ୍ୟ ଅତ୍ୟଧିକ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ଚିରହରିତ ଅରଣ୍ୟ ଦେଖାଯାଏ। I ପଏଣ୍ଟ ଏହି ଅରଣ୍ୟ ବୃକ୍ଷଗୁଡ଼ିକ ଭିନ୍ନ ଭିନ୍ନ ସମୟରେ ପତ୍ରଝଡ଼ା ଦେଉଥିବାରୁ ଅରଣ୍ୟରେ ସବୁଜିମା ସର୍ବଦା ରହିଥାଏ। I ପଏଣ୍ଟ ମେହେଗାନୀ, ଏବୋନି, ରୋଜ୍ଉଡ୍ ଆଦି ଏହି ଅରଣ୍ୟର ପ୍ରଧାନ ବୃକ୍ଷ। ପର୍ଣ୍ଣମୋଚୀ ଅରଣ୍ୟ ମଧ୍ୟମ ଧରଣର ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ପର୍ଣ୍ଣମୋଚୀ ଅରଣ୍ୟ ଦେଖାଯାଏ। I ପଏଣ୍ଟ ଏହି ଅରଣ୍ୟର ବୃକ୍ଷଗୁଡ଼ିକ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ପତ୍ରଝଡ଼ା ଦିଅନ୍ତି। I ପଏଣ୍ଟ ଶାଳ, ପିଆଶାଳ, ଶାଗୁଆନ, ଅଶ୍ୱତ୍ଥ, ନିମ, ଶିଶୁ ଆଦି ଏହି ଅରଣ୍ୟର ମୁଖ୍ୟ ବୃକ୍ଷ। ଚ ନମ୍ବର କ୍ରାନ୍ତୀୟ ବୃଷ୍ଟି ଅରଣ୍ୟକୁ ଚିରହରିତ ଅରଣ୍ୟ କୁହାଯାଏ କାହିଁକି? ଉତ୍ତର କ୍ରାନ୍ତୀୟ ବୃଷ୍ଟି ଅରଣ୍ୟର ବୃକ୍ଷଗୁଡ଼ିକ ବର୍ଷର ଭିନ୍ନ ଭିନ୍ନ ସମୟରେ ପତ୍ରଝଡ଼ା ଦେଇଥାନ୍ତି। ଫଳରେ ଅରଣ୍ୟ ଚିର ସବୁଜିମାରେ ଭରି ରହିଥାଏ। ତେଣୁ ଏହାକୁ ଚିରହରିତ ଅରଣ୍ୟ କୁହାଯାଏ। 2 ନମ୍ବର ଠିକ୍ ଉତ୍ତର ପାଖରେ ଠିକ୍ ଚିହ୍ନ ଦିଅ। କ ନମ୍ବର ପୃଥିବୀର ସର୍ବାଧିକ ବୃଷ୍ଟିପାତ ପାଉଥିବା ସ୍ଥାନ ମାଇସିନରାମ। ଖ ନମ୍ବର ମେହଗାନୀ ଓ ରୋଜ୍ଉଡ୍ ବୃକ୍ଷ ଦେଖାଯାଉଥିବା ଅରଣ୍ୟ କ୍ରାନ୍ତୀୟ ଚିରହରିତ ଅରଣ୍ୟ। ଗ ନମ୍ବର ହେନ୍ତାଳ ବଣ ବଢ଼ିବା ପାଇଁ ଆବଶ୍ୟକ ଲୁଣି ଜଳ। ଘ ନମ୍ବର ବନ୍ୟ ଛେଳି ଓ ବରଫ ଚିତାବାଘ ଦେଖାଯାଆନ୍ତି ହିମାଳୟ ଅଞ୍ଚଳ। ୱ ନମ୍ବର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ସମୟରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁର ପ୍ରବାହ ସମୁଦ୍ରରୁ ସ୍ଥଳଭାଗକୁ। 3 ନମ୍ବର ଶୂନ୍ୟ ସ୍ଥାନ ପୂରଣ କର। ଗ୍ରୀଷ୍ମକାଳରେ ଉତ୍ତର ପଶ୍ଚିମ ଭାରତରେ ବହୁଥିବା ଉଷ୍ମ ଓ ଶୁଷ୍କ ବାୟୁକୁ ଡ୍ୟାସ୍ କୁହାଯାଏ? ଲୁ କୁହାଯାଏ। ଖ ନମ୍ବର ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳରେ ଶୀତ ଋତୁରେ ଅଧିକ ବୃଷ୍ଟିପାତ ହୁଏ।
ग नंबर गुजरातर गिर जंगल एशिया सिंह प्राणीर बासस्थली। घ नंबर हेन्ताड़ बणर हेन्ताड़ वृक्ष मुख्य प्रजातिर वृक्ष। व नंबर मौसुमी अरण्य भावे क्रांतीय पर्णमोची अरण्य को कुहाजाए। पिलामाने तुमको वीडियोटी भल लगिले लाइक एंड सब्सक्राइब करिवो।